ସାପ ମଣିଷକୁ କାମୁଡ଼ି ଦିଏ, ମଣିଷର ଜୀବନ ମଧ୍ୟ ନେଇଯାଏ। ଏ କଥା ସମସ୍ତେ ଜାଣନ୍ତି, କିନ୍ତୁ ମଣିଷ ସାପକୁ କାମୁଡ଼ିବା ଘଟଣା ନିଶ୍ଚୟ ନୂଆ। ମଣିଷ ସାପକୁ କାମୁଡ଼ିବା ଘଟଣା ନିଶ୍ଚୟ ନୂଆ ଲାଗୁଥିବ। ତାହା ପୁଣି ସାଧାରଣ ସାପ ନୁହଁ, ନାଗସାପ, ବିଷାକ୍ତ ନାଗସାପ। ଜଣେ ମଣିଷ ନିଶାସକ୍ତ ହୋଇ ନାଗସାପକୁ କାମୁଡ଼ି ଦେଇଛନ୍ତି। କାମୁଡ଼ିଛନ୍ତି କ'ଣ? ଚୁବାଇ ଚୁବାଇ ତାର ଜୀବନ ନେଇଯାଇଛନ୍ତି। ନାଗସାପକୁ କାମୁଡ଼ି 2 ଖଣ୍ଡ କରିଦେଇଛନ୍ତି। ନାଗସାପର ଜୀବନ ନେଇଯାଇଛନ୍ତି। ମଣିଷ ହୋଇ ନାଗସାପକୁ କାମୁଡ଼ି ଚୁବାଇ ଶେଷରେ ନିଜେ ଗୁରୁତର ହୋଇ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଛନ୍ତି। ଏହିଭଳି ବିରଳ ଘଟଣା ଅନ୍ୟ କେଉଁଠି ନୁହେଁ, ଖୋଦ୍ ଆମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଘଟିଛି। ନିଶାସକ୍ତ ହୋଇ ଜଣେ ମଣିଷ କିପରି ଅଭାବନୀୟ କାଣ୍ଡ ଘଟାଏ, ତାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମରେ। ଏହି ଗ୍ରାମରେ ଜଣେ ବ୍ୟକ୍ତି ଏକ ଜିଅନ୍ତା ନାଗସାପକୁ ଚୁବାଇ ଦେବାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେ ନିଶାରେ ନାଗସାପକୁ ପାଟିରେ ପୁରାଇ ଚୁବାଇ ଦେବାରୁ ନାଗସାପ 2 ଖଣ୍ଡ ହୋଇଯାଇଥିଲା। କିନ୍ତୁ ସାପକୁ ଚୁବାଇ ଦେବାରୁ ସେ ନିଜେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗୁରୁବାର ରାତିରେ ସେ ମଦ ପିଇଥିବାରୁ ନିଶାରେ ଏପରି କରିଥିବା ତାଙ୍କର ନିକଟ ସମ୍ପର୍କୀୟ କହିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଶୁକ୍ରବାର ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି। ଏହି ଘଟଣା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ସାପ ମଣିଷକୁ କାମୁଡ଼େ, କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ନୂଆ। ମଣିଷ ନିଶାରେ ସାପକୁ କାମୁଡ଼ି ଦେଇଛନ୍ତି, ଯାହା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଆମ୍ଭେ ଏଠାରେ ସୂଚାଇ ଦେଉଛୁ ଯେ ମଣିଷ ନିଶାରେ ଅନେକ କିଛି ଭୁଲ କରିପାରେ, କିନ୍ତୁ ସାପକୁ ଚୁବାଇ ଦେବା ଘଟଣା ନିଶ୍ଚୟ ବିରଳ।